ପିଲାମାନେ ଆଜି ଆମେ ଗୋଟେ ଗପ ଶୁଣିବା। ଆରଣ୍ୟ ନାମକ ଏକ ଜଙ୍ଗଲ ଥିଲା। ସେହି ଜଙ୍ଗଲରେ ଉଦଣ୍ଡ ନାମକ ଏକ ସିଂହ ବାସ କରୁଥିଲା। ସବୁ ପଶୁପକ୍ଷୀ ସେହି ଉଦଣ୍ଡ ନାମକ ସିଂହକୁ ରାଜା ରୂପେ ମାନୁଥିଲେ। ରାଜାକୁ ଶାସନ କରିବା ପାଇଁ ବାଘ, ବିଲୁଆ, ପେଚା ଏବଂ କାଉ ସାହାଯ୍ୟ କରୁଥିଲେ। ସେମାନେ ସଦାସର୍ବଦା ରାଜାର ଶିକାର ଉପରେ ନିର୍ଭର କରୁଥିଲେ। ଗୋଟିଏ ଦିନ ସେହି ଜଙ୍ଗଲ ରାସ୍ତା ଦେଇ ଓଟଟେ ଯାଉଥିବା ବେଳେ ବାଟବଣା ହେଇଗଲା। ସେହି ସମୟରେ ବିଲୁଆ ଜଙ୍ଗଲରେ ବୁଲୁଥିଲା ଓ ତାର ଦୃଷ୍ଟି ଓଟ ଉପରେ ପଡ଼ିଲା। ସେ ବିଳମ୍ବ ନ କରି ସାଙ୍ଗେ ସାଙ୍ଗେ ସିଂହର ଗୁମ୍ଫା ଆଡ଼କୁ ଧାଇଁଲା ଓ ସିଂହକୁ ଖବର ଦେଲା ଯେ ଏକ ନୂଆ ଜୀବ ଆମ ଆରଣ୍ୟକୁ ପଶି ଆସିଛି ଓ ସେ ଆମ ଜଙ୍ଗଲର ଜୀବ ପରି ଦେଖାଯାଉ ନାହିଁ। ଉଦଣ୍ଡ ମହାରାଜ କୁଆ ଓ ପେଚାକୁ ଆଦେଶ ଦେଲେ ଯେ ଯଥାଶୀଘ୍ର ତୁମେମାନେ ଯାଇ ଖବର ନିଅ ଯେ ସେ କିଏ ଓ କେଉଁଠୁ ଆସିଅଛି। କୁଆ ଓ ପେଚା ମହାରାଜଙ୍କର ଆଦେଶ ପାଇ ବିଳମ୍ବ ନ କରି ସାଙ୍ଗେ ସାଙ୍ଗେ ଖୋଜିବାରେ ଲାଗିପଡ଼ିଲେ। କିଛି ସମୟ ଅନ୍ତେ ପେଚା ଖବର ନେଇ ପହଞ୍ଚିଲା ଉଦଣ୍ଡ ମହାରାଜଙ୍କ ପାଖରେ। ମହାରାଜ ପେଚାକୁ ଦେଖି ଉଚ୍ଚ ସ୍ୱରରେ କହିଲେ ଯେ ମୋତେ ଯଥାଶୀଘ୍ର ସେ ଜୀବ ବିଷୟରେ କିଛି ଜଣାଅ। ପେଚା କହିଲା, ମହାରାଜ ସେ ହେଉଛି ଏକ ଓଟ। ସେ ଏକ ଗୃହପାଳିତ ପଶୁ। ବିଶେଷ କରି ଓଟମାନେ ଭାରତର ମରୁଭୂମି ଅଞ୍ଚଳରେ ରହିଥାନ୍ତି। ତେଣୁ ପେଚା କହିଲା, ମହାରାଜ ଆପଣ ସେହି ଓଟକୁ ଆପଣଙ୍କର ଭୋଜନ ରୂପେ ଶିକାର କରିପାରିବେ। ସିଂହ କିଛି ସମୟ ନୀରବ ରହିଲା ଓ ତା ଉପରେ ସେ ପେଚାକୁ କହିଲା, ସେ ହେଉଛି ଆମର ଆରଣ୍ୟର ଅତିଥି। ତେଣୁ ଶାସ୍ତ୍ର କହେ ଅତିଥି ଦେବ ଭବ। ତୁମେ ଜାଣିନ କି ତୁମ ଶରଣରେ ଯିଏ ପଶିଥିବ ତାକୁ ମାରିବା କଥା ନୁହେଁ। ତାକୁ ଯଥାଶୀଘ୍ର ମୋ ପାଖକୁ ନେଇକି ଆସ। ମୁଁ ତାକୁ କହିବି ସେ ଆମ ସୁରକ୍ଷାରେ ଅଛି। ତାକୁ ଚିନ୍ତା କରିବା ଆବଶ୍ୟକ ନାହିଁ। ମୁଁ ତା ବିଷୟରେ ଅଧିକ ସୂଚନା ଯୋଗାଡ଼ କରିବି ସେ କାହିଁକି ଏ ଜଙ୍ଗଲକୁ ଆସିଅଛି। କିଛି ସମୟ ପରେ କୁଆ ଓଟଟିକୁ ସାଙ୍ଗରେ ନେଇ ରାଜାଙ୍କ ପାଖରେ ପହଞ୍ଚିଲା ଓ ରାଜାଙ୍କୁ କହିଲା, ମହାରାଜଙ୍କର ଜୟ ହେଉ। ଓଟ ରାଜାଙ୍କୁ କହିଲା ଯେ ହେ ରାଜନ, ମୁଁ ମୋର ପରିବାର ସହିତ ଏହି ଜଙ୍ଗଲ ରାସ୍ତା ଦେଇ ଯାଉଥିବା ସମୟରେ କୌଣସି କାରଣବଶତଃ ବାଟବଣା ହୋଇଗଲି। ମହାରାଜ ଉତ୍ତର ଦେଲେ ଯେ କିଛି ଅସୁବିଧା ନାହିଁ। ଏ ଜଙ୍ଗଲରେ ତୁମ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ଉପଲବ୍ଧ ଅଛି। ତୁମେ ଏହି ଆରଣ୍ୟରେ ଆରାମରେ ରହିପାରିବ। ସେହିଦିନଠାରୁ ଓଟ ରାଜାଙ୍କର ସୁରକ୍ଷାରେ ରହିଲା। ସେ କୌଣସି ପ୍ରକାରର ଖାଦ୍ୟର ଅସୁବିଧା ଜାଣିପାରିଲା ନାହିଁ। ଜଙ୍ଗଲରେ ତା ପାଇଁ ପର୍ଯ୍ୟାପ୍ତ ପରିମାଣ ଖାଦ୍ୟ ଥିଲା। ତେଣୁ ଧୀରେ ଧୀରେ ସେ ଆଗ ଅପେକ୍ଷା ମୋଟା ଓ ସୁନ୍ଦର ଦେଖାଗଲା। କିଛି ଦିନ ଗଲା ପରେ ସେହି ଜଙ୍ଗଲକୁ ପାଖ ଜଙ୍ଗଲରୁ ହାତୀଟିଏ ଆସି ବହୁତ ଉପଦ୍ରବ କଲା। ଜଙ୍ଗଲର ପଶୁପକ୍ଷୀ ହାତୀର ଉପଦ୍ରବ ଦେଖି ମହାରାଜଙ୍କୁ ଖବର ଦେଲେ। ମହାରାଜ ଏହା ଶୁଣି ତା ସହିତ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲେ ଓ ଦୁଇ ଜଣଙ୍କ ମଧ୍ୟରେ ଯୁଦ୍ଧ ହେଲା। ଏହି ଯୁଦ୍ଧରେ ଉଦଣ୍ଡ ସିଂହ ପରାସ୍ତ ହେଲେ। ହାତୀର ମାଡ଼ରେ ଉଦଣ୍ଡ ସିଂହ ଖଣ୍ଡିଆ ଖାବରା ହେଇଗଲେ। ସେ ସେହି ଯୁଦ୍ଧରେ ଏତେ ପରିମାଣରେ ଆଘାତ ପାଇଲେ ଯେ ସେ ଆଉ ଶିକାର କରିବାକୁ ସକ୍ଷମ ହେଲେ ନାହିଁ। ଏହାପରେ ମହାରାଜ ତାଙ୍କ ପାଖରେ କାର୍ଯ୍ୟ କରୁଥିବା ଅନ୍ୟ ପଶୁପକ୍ଷୀମାନଙ୍କୁ ପାଖକୁ ଡକାଇଲେ। କହିଲେ, ଏହା ମୋର ଏକ ଖରାପ ସମୟ ଚାଲିଛି। ଯେହେତୁ ମୁଁ ଶିକାରକୁ ଯାଇପାରୁନାହିଁ, ତୁମେମାନେ ମୋ ପାଖକୁ ମୋର ଭୋଜନ ନିମନ୍ତେ ଏକ ପଶୁକୁ କୌଶଳ କ୍ରମେ ଆଣ। ମୁଁ ତାକୁ ଶିକାର କରିବି ଓ ଆମେ ସମସ୍ତେ ମିଶି ଭୋଜନ କରିବା। ଏହାପରେ ତାଙ୍କ ପାଖରେ କାର୍ଯ୍ୟରତ ପଶୁପକ୍ଷୀମାନେ ଜଙ୍ଗଲର ସବୁ ଦିଗରେ ବୁଲି ଅନ୍ୟ ପଶୁପକ୍ଷୀମାନଙ୍କୁ ଖୋଜିବାକୁ ଆରମ୍ଭ କଲେ। ବହୁ ପରିଶ୍ରମ ଓ ଖୋଜାଖୋଜି ପରେ ସେମାନେ ନିରାଶ ହେଲେ, କିନ୍ତୁ କାହାକୁ ପାଇଲେ ନାହିଁ। ଦିନକୁ ଦିନ ଏହି ପଶୁପକ୍ଷୀମାନେ ଖାଇବାକୁ ନ ପାଇ ବହୁତ ଦୁର୍ବଳ ହୋଇପଡ଼ୁଥିଲେ। ସେହି ସମୟରେ ବିଲୁଆ ଏକ ଉପାୟ ପାଞ୍ଚି କହିଲା, ଖାଦ୍ୟ ଖୋଜିବା କ'ଣ ଆବଶ୍ୟକ? ଆମ ପାଖରେ ଗୋଟିଏ ଭଲ ଖାଦ୍ୟ ଅଛି। ବିଲୁଆର କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଲେ ଓ କହିଲେ, ଏକଥା କିଛି ବୁଝିପାରିଲୁନି। ସମସ୍ତେ ଏକା ସ୍ୱରରେ ପଚାରିଲେ, ଏହା କିପରି ସମ୍ଭବ? ଆମେ ଖୋଜି କାହାରିକୁ ପାଇଲୁ ନାହିଁ, କିନ୍ତୁ ତୁମକୁ ଏତେ ସହଜରେ ଶିକାର କେଉଁଠି ଦେଖାଦେଲା? ସମସ୍ତଙ୍କ କଥା ଶୁଣି ବିଲୁଆ ଉତ୍ତର ଦେଲା, ତୁମେମାନେ ଭୁଲିଗଲ କି ଓଟ କଥା? ସେ ଆମ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ହେବ। ଆମେ ତାକୁ ବହୁତ ଦିନ ପର୍ଯ୍ୟନ୍ତ ଖାଇ ବଞ୍ଚିପାରିବା।
ଏହି କଥା ଶୁଣି କୁଆ ସାଙ୍ଗେ ସାଙ୍ଗେ ଉତ୍ତର ଦେଲା ଯେ ବିଲୁଆ ତୁ ବୋଧେ ଭୁଲି ଯାଇଛୁ, ରାଜା ନିଜେ ତାକୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯିଏ ତାକୁ ମାରିବ ତାକୁ ଦଣ୍ଡ ଦିଆଯିବ। ତୋର ଏକଥା କ'ଣ ମନେ ନାହିଁ? ଏହାପରେ ବିଲୁଆ କହିଲା, ମୋ ପାଖରେ ଏକ ଭଲ ଉପାୟ ଅଛି, ତୁମେ ବ୍ୟସ୍ତ ହେବା ଦରକାର ନାହିଁ। ମୁଁ ଭାବୁଛି ମହାରାଜ ସେହି କଥା ଶୁଣିବା ପରେ ତାକୁ କେବେ ବି ନ ମାରିବାକୁ କହିବେ ନାହିଁ। ବିଲୁଆ କହିଲା, ମୋ ଯୋଜନାଟିକୁ ତୁମେ କାହା ଆଗରେ କହିବ ନାହିଁ। ବିଲୁଆ ସବୁ ଯୋଜନା ତାର ସାଥୀମାନଙ୍କ ସହିତ ଆଲୋଚନା କରିସାରିବା ପରେ ରାଜାଙ୍କ ପାଖକୁ ଗଲା ଓ କହିଲା, ମହାରାଜ, ଆମେ ସମ୍ପୂର୍ଣ୍ଣ ଜଙ୍ଗଲ ଖୋଜିଲୁ କିନ୍ତୁ କାହାରିକୁ ପାଇଲୁ ନାହିଁ। ଗତ କିଛି ଦିନ ହେବ ଖାଦ୍ୟ ନ ପାଇ ଆମେମାନେ ଓ ଆପଣ ବହୁତ ଦୁର୍ବଳ ହୋଇଯାଇଛୁ। ମୋ ମତରେ ଆପଣ ଖାଦ୍ୟର ଅପେକ୍ଷା ନ କରି ଓଟକୁ ମାରିଦିଅନ୍ତୁ, ତାହା ଆମ ପାଇଁ କିଛି ଦିନ ଖାଦ୍ୟ ହେବ। ଏହା ଶୁଣି ରାଜା ବହୁତ ଜୋରରେ ବିଲୁଆ ଉପରେ ରାଗିଗଲେ ଏବଂ କହିଲେ ଯେ ମୁଁ ଯାହାକୁ ଅତିଥି କରିଛି ଏବଂ ନ ମାରିବାକୁ ପ୍ରତିଶ୍ରୁତି ଦେଇଛି ମୁଁ ତାକୁ ମାରିପାରିବି ନାହିଁ। ତୁ କିପରି ଏଭଳି ଉପାୟ ପାଞ୍ଚିଲୁ? ଏହା ଅନ୍ୟାୟ ଏବଂ ମୋ ଦ୍ୱାରା ସମ୍ଭବ ହେବ ନାହିଁ। ମୁଁ ମୋର ପ୍ରତିଶ୍ରୁତି ଭାଙ୍ଗିପାରିବି ନାହିଁ। ତୁ ମୋ ସାମ୍ନାରେ ଚାଲିଯା ଆଉ ମୋ ସାମ୍ନାକୁ ଆସିବୁ ନାହିଁ, ନହେଲେ ମୁଁ ତତେ ମାରି ଖାଇଦେବି। ଏହାପରେ ବିଲୁଆ ତାର ଅପରାଧ ପାଇଁ ମହାରାଜଙ୍କୁ କ୍ଷମା ପ୍ରାର୍ଥନା କଲା ଓ କହିଲା, କିନ୍ତୁ ମୋର କଥା ମହାରାଜ ଟିକେ ଧ୍ୟାନ ଦେଇ ଶୁଣନ୍ତୁ। ଆପଣ ସିନା ତାକୁ ମାରିବେ ନାହିଁ, କିନ୍ତୁ ସେ ନିଜସ୍ୱ ଇଚ୍ଛାରେ ଯଦି ଆପଣଙ୍କୁ ତାର ଜୀବନ ସମର୍ପଣ କରିଦେବ ତେବେ କ'ଣ ଆପଣ ତାକୁ ମାରିବେନି? ଏଠି ତ କିଛି ଅସୁବିଧା ନାହିଁ। ଏହା ଶୁଣି ସିଂହ ଟିକେ ସମୟ ନେଲା ଓ ଭାବିଲା ଓ ଚିନ୍ତା କଲା ଯେ ବିଲୁଆ ଯାହା କହୁଛି ଠିକ୍, ଏଥିରେ ତ କିଛି ଅସୁବିଧା ନାହିଁ କି ମୋର ପ୍ରତିଜ୍ଞା ଭାଙ୍ଗିବାର ନାହିଁ। ତାପରେ ଯୋଜନା ମୁତାବକ ସେମାନେ ସମସ୍ତେ ଓଟ ପାଖକୁ ଗଲେ। କହିଲେ ଯେ ମହାରାଜଙ୍କ ପାଖରେ ଏକ ସଭା ଅଛି, ଆମେ ସମସ୍ତେ ସଭାକୁ ଯିବୁ। ତୁ ଯଦି ଇଚ୍ଛା କରିବୁ ସଭାକୁ ଯାଇପାରିବୁ। ମହାରାଜ ତତେ ବହୁତ ଭଲ ପାଆନ୍ତି, ତତେ ଦେଖିଲେ ସେ ବହୁତ ଖୁସି ହେବେ। ସମସ୍ତଙ୍କ କଥା ଶୁଣି ଓଟ ଭାବିଲା, ସମସ୍ତେ ତ ଯାଉଛନ୍ତି, ରାଜା ମୋତେ ଭାରି ଭଲ ପାଆନ୍ତି, ମୁଁ ମଧ୍ୟ ଏ ସଭାରେ ଯୋଗ ଦେବି। ଓଟ ସମସ୍ତଙ୍କ ସହିତ ମିଶି ସଭାରେ ଯୋଗ ଦେବା ପାଇଁ ବାହାରିଗଲା। ବାଟରେ ଗଲାବେଳେ ସେମାନେ ଦେଖିବାକୁ ପାଇଲେ ଯେ ରାଜା ଗୋଟେ ଗଛ ତଳେ ଆରାମରେ ଶୋଇଛନ୍ତି। ସମସ୍ତେ ରାଜାଙ୍କ ପାଖକୁ ଗଲେ ଓ କହିଲେ, ଆମେ ଭାରି ଦୁଃଖିତ ଯେ ଆପଣଙ୍କ ପାଇଁ ଆମେ ଖାଦ୍ୟ ଯୋଗାଡ଼ କରିପାରିଲୁ ନାହିଁ। ରାଜା ସମସ୍ତଙ୍କ କଥା ଶୁଣି କିଛି ଉତ୍ତର ଦେଲେ ନାହିଁ। ଏହାପରେ ସମସ୍ତେ କହିଲେ, ଆପଣ ଆମମାନଙ୍କ ପାଇଁ ବହୁତ କିଛି କରିଛନ୍ତି, ବର୍ତ୍ତମାନ ଆମମାନଙ୍କର ସମୟ ଆସିଛି ଆପଣଙ୍କ ପାଇଁ କିଛି କରିବୁ। ଆମେ ଏଠାରେ ସୁରକ୍ଷିତ ଓ ଭଲରେ ଅଛୁ ଆପଣଙ୍କ ପାଇଁ, ତେଣୁ ଆମେମାନେ ସ୍ଥିର କରିଛୁ ଯେ ଆପଣ ଆମମାନଙ୍କ ମଧ୍ୟରୁ କାହାକୁ ଖାଇଦେଲେ ଆପଣଙ୍କ ଭୋକ ଦୂର ହୋଇଯିବ। ପ୍ରଥମେ କୁଆ ଉଡ଼ିକି ଯାଇ ସିଂହ ମହାରାଜଙ୍କ ପାଖରେ ବସିଲା ଓ କହିଲା, ମହାରାଜ, ଆପଣ ଯେତେବେଳେ ଶିକାର କରନ୍ତି ଓ ଖାଇସାରିବା ପରେ ଯାହା ସବୁ ଛାଡ଼ିଯାଆନ୍ତି, ମୁଁ ଖାଇ ବଞ୍ଚିଛି। ମୋର ଏହି ଶରୀର କେବେ କାମରେ ଆସିବ? ଆପଣ ମୋତେ ମାରି ଖାଆନ୍ତୁ ଓ ଆପଣଙ୍କର ଭୋକ ଦୂର କରନ୍ତୁ। ମହାରାଜ କାଉର କଥା ଶୁଣି ଗୋଟେ ଭଲ ହସ ହସିଲେ ଓ କହିଲେ, ଧନ୍ୟବାଦ କାଉ, ମୁଁ ଖୁସି ଯେ ମୋର ଲାଗି ତୋ ଜୀବନ ଦେବାକୁ ପ୍ରସ୍ତୁତ, କିନ୍ତୁ ତୁ ଏତେ ଛୋଟ ଯେ ତତେ ଖାଇଲେ ମୋର ଭୋକ ଦୂର ହେବ ନାହିଁ। ଏହା ଶୁଣି ପେଚା କହିଲା, ମୁଁ କୁଆଠାରୁ ଟିକେ ବଡ଼ ଅଛି, ମୋତେ ଖାଇଲେ କାଳେ ଆପଣଙ୍କର ଭୋକ ଦୂର ହେବ। ଏହା ଶୁଣି ସିଂହ ମହାରାଜ କାଉକୁ ଯାହା ଉତ୍ତର ଦେଇଥିଲେ ସମାନ ଉତ୍ତର ପେଚାକୁ ଦେଲେ। ପେଚା ମନ ଦୁଃଖ କରି ସେଠାରୁ ପଳେଇ ଆସିଲା। ସେହି ସମୟରେ ବିଲୁଆ ଦୌଡ଼ି ଦୌଡ଼ି ଆସି କହିଲା, ମହାରାଜ ଠିକ୍ କହିଛନ୍ତି, ତୁମମାନଙ୍କ ଦେହରେ ବହୁତ କମ୍ ମାଂସ ଅଛି। ମହାରାଜ ତୁମକୁ ଖାଇଲେ ମଧ୍ୟ ତାଙ୍କର କିଛି ଲାଭ ହେବ ନାହିଁ। ମହାରାଜଙ୍କ ପାଖକୁ ବିଲୁଆ ଯାଇ କହିଲା, ମହାରାଜ ମୋତେ ଆପଣ ଖାଇ ଆପଣଙ୍କର ଭୋକ ଦୂର କରନ୍ତୁ। ଏହା ଶୁଣି ବାଘ ଆଗକୁ ପଳେଇ ଆସିଲା। ବିଲୁଆ ତୋ ଦେହରେ ମଧ୍ୟ କମ୍ ମାଂସ ଅଛି, ମୋତେ ମହାରାଜ ଖାଇଦିଅନ୍ତୁ। ବାଘ କହିଲା, ଶାସ୍ତ୍ରରେ ମଧ୍ୟ ଲେଖା ହୋଇଛି, ଯେଉଁମାନେ ଭୋକ ଉପାସରେ ଥିବେ ତାକୁ ମାରିବା କଥା ନୁହେଁ। ତୁମେମାନେ କିଛି ଦିନ ହେବ ଭୋକରେ ଅଛ। ମୁଁ ଗୋଟିଏ ଠେକୁଆକୁ ମାରି ଖାଇଥିଲି, ମୋ ଦେହରେ ମାଂସ ଅଛି ଏବଂ ରାଜା ମୋତେ ମାରି ଖାଆନ୍ତୁ। ଏହା ଶୁଣି ସିଂହ କହିଲା, ମୋତେ ଖୁସି ଲାଗୁଛି ଯେ ବାଘ ତୁମେ ଆଗକୁ ଆସି
ତୁମକୁ ଖାଦ୍ୟ ରୂପେ ମୋତେ ଗ୍ରହଣ କରିବାକୁ କହିଲ, କିନ୍ତୁ ମୁଁ ତୁମକୁ ମାରିପାରିବି ନାହିଁ, କାରଣ ତୁମେ ଓ ମୁଁ ଗୋଟିଏ ପରିବାର ସଦସ୍ୟ ଭଳି। ମୁଁ ମୋ ପରିବାର ସଦସ୍ୟଙ୍କୁ ମାରିପାରିବି ନାହିଁ। ଏହି କଥା ସବୁ ଓଟ ଶୁଣୁଥାଏ ଏବଂ ମନେ ମନେ ଭାବୁଥାଏ ଯେ ଏମାନେ ସମସ୍ତେ କେତେ ଭଲ ଅଟନ୍ତି। ନିଜ ରାଜାଙ୍କ ପାଇଁ ନିଜ ଜୀବନ ଦେବାକୁ ମଧ୍ୟ କେହି ପଛଘୁଞ୍ଚା ଦେଉନାହାନ୍ତି। ସେ ଭାବିଲା ଯେ ସମସ୍ତେ ଯେପରି ରାଜାଙ୍କୁ କହିଲେ, ମୁଁ ମଧ୍ୟ ରାଜାଙ୍କୁ କହିବି ଯେ ସେ ମୋତେ ମାରି ଖାଆନ୍ତୁ ଓ ତାଙ୍କ ଭୋକ ଦୂର କରନ୍ତୁ। ଓଟ ମନେ ମନେ ଭାବୁଥାଏ ଯେ ରାଜା ମୋତେ ଭାରି ଭଲ ପାଆନ୍ତି ଓ ସେ କେବେ ବି ମୋତେ ମାରିବାକୁ ରାଜି ହେବେ ନାହିଁ। ମୁଁ ଯଦି ମୋତେ ଖାଇବା କଥା ନ କହିବି ତେବେ ସେ ମନ ଦୁଃଖ କରିବେ ଏବଂ ମୋର ସଚ୍ଚୋଟତା ଉପରେ ସନ୍ଦେହ କରିବେ। ଓଟ ସିଂହ ସାମ୍ନାକୁ ଆସି କହିଲା ଯେ ଏମାନେ ସମସ୍ତେ ହେଉଛନ୍ତି ମାଂସାଶୀ, ସେମାନଙ୍କୁ କିପରି ଆପଣ ଖାଇବେ? ସେଥିରେ ଏମାନଙ୍କ ମଧ୍ୟରେ ବହୁତ ଜଣ ଆକାରରେ ଛୋଟ, ତାଙ୍କର ମାଂସ ଖାଇଲେ ଆପଣଙ୍କ ପେଟ ପୂରିବ ନାହିଁ। ମୁଁ ହେଉଛି ତୃଣଭୋଜୀ ଓ ଆପଣଙ୍କର ଖାଦ୍ୟ ପାଇଁ ପୂରାପୂରି ଠିକ୍, ତେଣୁ ଆପଣ ମୋତେ ଖାଇ ଆପଣଙ୍କ ଭୋକ ଦୂର କରନ୍ତୁ। ମୁଁ ଯଦି ଆପଣଙ୍କର ସେବାରେ ଆସିବି, ମୋର ଜୀବନକୁ ଧନ୍ୟ ମନେ କରିବି। ଏହା ଶୁଣି ସିଂହ ପୁରା ଆକ୍ରମଣ ଭଙ୍ଗୀରେ ଛିଡ଼ା ହୋଇଗଲା ଓ ତାକୁ ଦେଖି ଅନ୍ୟ ପଶୁପକ୍ଷୀମାନେ ମଧ୍ୟ ଆକ୍ରମଣ ଭଙ୍ଗୀରେ ଛିଡ଼ା ହୋଇଗଲେ। ସାଙ୍ଗେ ସାଙ୍ଗେ ବିଳମ୍ବ ନ କରି ଓଟ ଉପରକୁ ଝାମ୍ପ ଦେଇ ତାକୁ ସମସ୍ତେ ଶିକାର କଲେ। ତ ପିଲାମାନେ, ଆପଣଙ୍କୁ ଏ ଗପଟି କିପରି ଲାଗିଲା ଓ ଆମେ ଏ ଗପରୁ କ'ଣ ଶିକ୍ଷା ପାଇଲୁ? ପ୍ରଥମତଃ ଏ ଗଳ୍ପରୁ ଆମକୁ ଶିକ୍ଷା ମିଳିଲା ଯେ ଆମେ ଯେତେବେଳେ କାହା ସହିତ ବନ୍ଧୁତା କରିବା, ଭାବି ବିଚାରି ବନ୍ଧୁତା କରିବା। ଓ ଏଥିରେ ଓଟ ବୁଝିପାରିଲା ନାହିଁ ଯେ ଏମାନଙ୍କର ଚିନ୍ତାଧାରା କ'ଣ ଅଛି। ଓଟ ଅଧିକ ବିଶ୍ୱାସ କରିଲା ଏବଂ ଅସୁବିଧାରେ ପଡ଼ିଲା। ସେ ଯଦି ତାର ସମୂହ ଗୋଷ୍ଠୀ ସାଥିରେ ରହିଥାନ୍ତା ତେବେ ତାକୁ ଆଜି ମରିବାକୁ ପଡ଼ିନଥାନ୍ତା। ତେଣୁ ଆମେ ସଠିକ୍ ନିଷ୍ପତ୍ତି ନ ନେଇପାରିଲେ ଓ ଅନ୍ୟମାନଙ୍କ ପ୍ରଲୋଭନରେ ପ୍ରଲୋଭିତ ହେଲେ ଓ ନିଜର ଆବେଗକୁ ନିୟନ୍ତ୍ରଣରେ ରଖି ନ ପାରିଲେ ପ୍ରତ୍ୟେକ କ୍ଷେତ୍ରରେ ଓଟ ଭଳି ସମସ୍ୟାର ସମ୍ମୁଖୀନ ହେବା। ତେଣୁ ପିଲାମାନେ, ଆମେମାନେ ଏହା ଶିକ୍ଷା ପାଇଲୁ ଯେ ଠିକ୍ ନିଷ୍ପତ୍ତି, ଭଲ ବନ୍ଧୁ ଓ ମନର ଆବେଗକୁ ପରିସ୍ଥିତି ଦେଖି ନିୟନ୍ତ୍ରଣରେ ରଖିବା ଉଚିତ।